ପିଲାମାନେ ଆଜି ଆମେ ଆଲୋଚନା କରିବା ଫେବୃଆରୀ ମାସରେ ହେବାକୁ ଥିବା +2 ଫାଇନାଲ ପରୀକ୍ଷାରେ ପଢି ପାରିଲା ଭଳି କିଛି ସମ୍ଭାବ୍ୟ ପ୍ରଶ୍ନ। କ୍ୱେଶ୍ଚନ ନମ୍ବର 1, ଠିକ୍ ଉତ୍ତରଟି ବାଛି ଲେଖ। 1 ଗୁଣନ 5 ସମାନ 5। ପ୍ରତ୍ୟେକଟି କ୍ୱେଶ୍ଚନ ପାଇଁ ବ୍ରାକେଟ ଭିତରେ 4ଟି ଅପସନ ଥିବ, ତାକୁ ବାଛିକି ଗୋଟିଏ ଗୋଟିଏ ଯୋଉଟା ଠିକ୍ ଉତ୍ତର ତାକୁ ଲେଖିବ। କ, ବ୍ୟକ୍ତି ଠାରୁ କିଏ ବଡ଼? ଗୋଷ୍ଠୀ, ମଣିଷ, ପଶୁ, ପକ୍ଷୀ। ଖ, ନିର୍ଝରିଣୀ କେଉଁଠାରେ କ୍ରୀଡ଼ାରତ ବତ୍ସତରୀ ପରି ନାଚି ଉଠେ? ଗିରିଧରୀ, ମହୋଦଧି, ସରିତ, ସାଗର। ଗ, ବିରାଡ଼ି ବୈଷ୍ଣବମାନେ ଶାସନ କ୍ଷମତା ପାଇବା ଲୋଭରେ କ'ଣ ହେବାକୁ ବାହାରି ପଡ଼ନ୍ତି? ଭଡ଼ାଟିଆ ଲୋକ, ପ୍ରତିଦ୍ୱନ୍ଦ୍ୱୀ, ଜନତାର ପ୍ରତିନିଧି, ଶାସକ। ଘ, ଗଣତନ୍ତ୍ର ଶାସନରେ ଆମର ଆଜି ଏ ଅବସ୍ଥା ପାଇଁ ଦାୟୀ କିଏ? ଦେଶ, ଜନତା, ଆମେ, ଆପଣମାନେ। ଙ, ଭାରତବର୍ଷରେ ସବୁ କଥା କେଉଁମାନଙ୍କ ଦ୍ୱାରା ନିୟନ୍ତ୍ରିତ ହୁଏ? କମିଶନର, ବିଶେଷଜ୍ଞ, ଗବେଷକ, ଶାସକ। କ୍ୱେଶ୍ଚନ ନମ୍ବର 2, ଗୋଟିଏ ଲେଖାଏଁ ବାକ୍ୟରେ ସମସ୍ତ ପ୍ରଶ୍ନର ଉତ୍ତର ଦିଅ। 1 ଗୁଣନ 3 ସମାନ 3। କ, ସୂକ୍ଷ୍ମ ଶାଳୀର ଗନ୍ତାଘର କିଏ? ଖ, ଭାରତରେ ସାମାଜିକ ନ୍ୟାୟର ସ୍ୱରୂପ କିପରି? ଗ, ନୋଟ ବହି ପଢ଼ିବା ଲୋକ କ'ଣ ଲେଖିପାରିବେ ନାହିଁ? କ୍ୱେଶ୍ଚନ ନମ୍ବର 3, ଲେଖା ଓ ଲେଖକଙ୍କ ନାମ ଉଲ୍ଲେଖ ସହ 40ରୁ 50 ଶବ୍ଦ ମଧ୍ୟରେ ଯେକୌଣସି ଦୁଇଟି ପ୍ରଶ୍ନର ଉତ୍ତର ଲେଖ। 2 ଗୁଣନ 2 ସମାନ 4। କ, ମାନବ ଜୀବନର ପରମ କାମ୍ୟ କ'ଣ? ଖ, ଗଣତନ୍ତ୍ର ଶାସନରେ କେଉଁ କଥା କଳ୍ପନା କରାଯାଇ ନପାରେ? ଗ, ଏସିଆର ଅଧିକାଂଶ ଦେଶର ସବୁଠୁ ବଡ଼ ସମସ୍ୟା କ'ଣ? କ୍ୱେଶ୍ଚନ ନମ୍ବର 4, ଲେଖା ଓ ଲେଖକଙ୍କ ନାମ ଉଲ୍ଲେଖ ସହ 60ରୁ 80 ଶବ୍ଦ ମଧ୍ୟରେ ଗୋଟିଏ ପ୍ରଶ୍ନର ଉତ୍ତର ଲେଖ। 3 ଗୁଣନ 1 ସମାନ 3। କ, ନିଘଞ୍ଚ ବନ ମଧ୍ୟରେ ଥିବା ବନବାସୀଙ୍କ ବାସଭୂମିକୁ ଜଳଦ କିପରି ଚିହ୍ନି ପାରିବ? ଖ, ପାଣୁର ରୂପ କିପରି ଥିଲା? କ୍ୱେଶ୍ଚନ ନମ୍ବର 5, ପ୍ରାୟ 120 ଶବ୍ଦ ମଧ୍ୟରେ ଉତ୍ତର ଦିଅ। ଏଥିପାଇଁ 5 ନମ୍ବର ରହିଛି। ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ପ୍ରାବନ୍ଧିକଙ୍କର ପ୍ରତିକ୍ରିୟା ପଠିତ ପ୍ରବନ୍ଧରେ କିପରି ପ୍ରତିଫଳିତ ହୋଇଛି ଆଲୋଚନା କର। କିମ୍ବା ପୁଷ୍ପପୁରରେ ବର୍ଷାବରଣ ପ୍ରବନ୍ଧରେ ପ୍ରାବନ୍ଧିକ ଅତୀତ ଉତ୍କଳର ଯେଉଁ ସ୍ମୃତି ରୋମନ୍ଥନ କରିଛନ୍ତି ତାହା ଆଲୋଚନା କର। କ୍ୱେଶ୍ଚନ ନମ୍ବର 6, ଠିକ୍ ଉତ୍ତରଟି ବାଛି ଲେଖ। 1 ଗୁଣନ 5। କ, କେଉଁଟି ରାଧାନାଥ ରାୟଙ୍କର ଲେଖା ନୁହେଁ? ଚନ୍ଦ୍ରଭାଗା, ଚିଲିକା, ଧର୍ମପଦ, ପାର୍ବତୀ। ଖ, କବିଙ୍କ ବର୍ଣ୍ଣନା ଅନୁସାରେ ରାଜା ଓ ପ୍ରଜାଙ୍କ ସମ୍ପର୍କ କିପରି ଥିଲା? ସୁଆସାରୀ, ବାଜପାରା, ପିତାପୁତ୍ର, ସିଂହ ଶୋଷକ। ଗ, ତରୁଲତାଗଣ କ'ଣ ଶୁଣି ଅଥୟ ହୁଅନ୍ତି? ସୀତାଙ୍କ କ୍ରନ୍ଦନ, ଲବକୁଶଙ୍କ ରାମାୟଣ ଗାନ, ଋଷିମାନଙ୍କ ଓଙ୍କାର ଧ୍ୱନି, ଋଷି କୁମାରଙ୍କର ବେଦଧ୍ୱନି। ଘ, ପ୍ରଣୟ ପୀୟୁଷରେ କ'ଣ ମିଶିଛି? ମିଳନର ଅମୃତ, ବିରହର ବିଷ, ପ୍ରତିକ୍ରିୟାର ହଳାହଳ, ନିର୍ଯାତନାର କୁଟିଳତା। ଙ, କବି ମନୁଷ୍ୟପୁତ୍ରକୁ କିପରି ପ୍ରତିଶୋଧ ନେବାକୁ କହିଛନ୍ତି? ଶ୍ୱେନ ପରି, ଶ୍ୱାନ ପରି, ସିଂହ ପରି, ବାଘ ପରି। କ୍ୱେଶ୍ଚନ ନମ୍ବର 7, ଗୋଟିଏ ଲେଖାଏଁ ବାକ୍ୟରେ ସମସ୍ତ ପ୍ରଶ୍ନର ଉତ୍ତର ଦିଅ। 1 ଗୁଣନ 3 ସମାନ 3। 1, ଧର୍ମର ସାଫଲ୍ୟ କେଉଁଥିରେ ଥାଏ? 2, ବାର୍ତ୍ତା କବିତାଟି କବିଙ୍କର କେଉଁ ଗ୍ରନ୍ଥରୁ ସଂଗୃହୀତ? 3, ରାଜା ରାଜେଶ୍ୱର କିଏ? କ୍ୱେଶ୍ଚନ ନମ୍ବର 8, ଲେଖା ଓ ଲେଖକଙ୍କ ନାମ ଉଲ୍ଲେଖ ସହ 40ରୁ 50 ଶବ୍ଦ ମଧ୍ୟରେ ଯେକୌଣସି ଦୁଇଟି ପ୍ରଶ୍ନର ଉତ୍ତର ଲେଖ। 2 ଗୁଣନ 2 ସମାନ 4। କ, କେଉଁ ବିଷୟରେ କୈଫିୟତ ମାଗିବାର ବେଳ ଆଜି ଆସିଛି? ଖ, ଧନ ଅର୍ଜନର ପ୍ରକୃତ ସୁଫଳ କିପରି ମିଳେ? ଗ, ସିପାହୀକୁ କବି କାହିଁକି ବନ୍ଦୀଶାଳାର ଦ୍ୱାରରେ ଚାବି ନ ଦେବାକୁ ଅନୁରୋଧ କରିଥିଲେ? କ୍ୱେଶ୍ଚନ ନମ୍ବର 9, ଲେଖା ଓ ଲେଖକଙ୍କ ନାମ ଉଲ୍ଲେଖ ସହ 60ରୁ 80 ଶବ୍ଦ ମଧ୍ୟରେ ଗୋଟିଏ ପ୍ରଶ୍ନର ଉତ୍ତର ଦିଅ। ଏଥିରେ 3 ନମ୍ବର ରହିଛି। କ, ଆଲେକଜାଣ୍ଡାରଙ୍କ ଶେଷ ଇଚ୍ଛା କ'ଣ ଥିଲା? ଖ, କବି ଭସ୍ମ ମଧ୍ୟରୁ କି ଦୀକ୍ଷା ଗ୍ରହଣ କରିବାକୁ କହିଛନ୍ତି? କ୍ୱେଶ୍ଚନ ନମ୍ବର 10,
ପ୍ରାୟ 120 ଶବ୍ଦରେ ଉତ୍ତର ଲେଖ। ଏଥିପାଇଁ 5 ନମ୍ବର ଅଛି। ପ୍ରକୃତିର ବିରହ ମଧ୍ୟରେ କବି କିପରି ଆପଣାର ବିରହକୁ ଉପଲବ୍ଧି କରିଛନ୍ତି ଆଲୋଚନା କର, କିମ୍ବା ତପସ୍ୱିନୀର ପତ୍ର କବିତାରୁ କବି ଗଙ୍ଗାଧର ମେହେରଙ୍କ ନିର୍ମଳ କବିତ୍ୱର ପରିଚୟ ଦିଅ। କ୍ୱେଶ୍ଚନ ନମ୍ବର 11, ଠିକ୍ ଉତ୍ତରଟି ବାଛି ଲେଖ। 1 × 5 = 5। କ, କଲିକତା ଆମଦାନୀ ମାଲ ମଧ୍ୟରେ କିଏ ପ୍ରଧାନ? ସବାଇ ଘାସ, ଧୂଆଁପତ୍ର, ତେଜପତ୍ର, ହଳଦୀପତ୍ର। ଖ, ଦେବୀ ଓଝା କିଏ? ସରପଞ୍ଚ, ୱାର୍ଡ ମେମ୍ବର, ଅବଧାନ, ଦୋକାନୀ। ଗ, ମାଷ୍ଟରଜୀ ତାଙ୍କ କାହାଣୀରେ କେଉଁ ସିଂହ କଥା କହୁଥିଲେ? ଚେକୋସ୍ଲୋଭାକିଆ, ଆଲେକଜାଣ୍ଡ୍ରିଆ, ଆଣ୍ଡ୍ରୋସିଲିସ୍, କାଲିଫୋର୍ଣ୍ଣିଆ। ଘ, ସେନାପତି କେଉଁ ରୋଗରୁ ମୁକ୍ତି ପାଇବା ପାଇଁ ଫାଳେ କଚ୍ଛପ ମାଂସ ଖାଇବାକୁ କହିଥିଲେ? ଶ୍ୱାସ, ଆମାଶୟ, ନିମୋନିଆ, ଗଣ୍ଠିବାତ। ଙ, ସୋମନାଥ ମହାପାତ୍ର କେଉଁ ଉପାଧି ପାଇଥିଲେ? ରାୟଚୌଧୁରୀ, ରାୟବାହାଦୁର, ରାୟସାହେବ, ରାୟମହାପାତ୍ର। କ୍ୱେଶ୍ଚନ ନମ୍ବର 12, ଗୋଟିଏ ଲେଖାଏଁ ବାକ୍ୟରେ ସମସ୍ତ ପ୍ରଶ୍ନର ଉତ୍ତର ଦିଅ। 1 × 3 = 3। କ, କପାଳିଆ ଲୋକଙ୍କୁ କ'ଣ ମିଳିଥାଏ? ଖ, କେଉଁ କଥା ରାୟବାହାଦୁରଙ୍କ ଚରମ ପରାଜୟ ଘୋଷଣା କରୁଥିଲା? ଗ, ମାଷ୍ଟରଜୀଙ୍କ 2ଟି ଶିଷ୍ୟର ନାମ କ'ଣ ଥିଲା? କ୍ୱେଶ୍ଚନ ନମ୍ବର 13, ଲେଖା ଓ ଲେଖକଙ୍କ ନାମ ଉଲ୍ଲେଖ ସହ ଯେକୌଣସି 2ଟି ପ୍ରଶ୍ନର ଉତ୍ତର ଦିଅ। 2 × 2 = 4। କ, ମହାକାଶରେ କଚ୍ଛପ ଉଡ଼ି ଚାଲିଯାଉଥିବାର ଦେଖି ପକ୍ଷୀମାନେ କି କି ପ୍ରତିକ୍ରିୟା ପ୍ରକାଶ କରିଥିଲେ? ଖ, ଡାଳମଣ୍ଡିର ସନ୍ଧ୍ୟା ସମ୍ପର୍କରେ କ'ଣ କୁହାଯାଇଛି? ଗ, ହରିବୋଲ ବାବୁ କେଉଁ 2ଟି ସଭାର ସମ୍ପାଦକ ଥିଲେ ଓ କାହିଁକି? କ୍ୱେଶ୍ଚନ ନମ୍ବର 14, ଲେଖା ଓ ଲେଖକଙ୍କ ନାମ ଉଲ୍ଲେଖ ସହ 60 ରୁ 80 ଶବ୍ଦ ମଧ୍ୟରେ ଗୋଟିଏ ପ୍ରଶ୍ନର ଉତ୍ତର ଲେଖ। 3 × 1 = 3। କ, ମାଷ୍ଟରଜୀ କାହିଁକି ଜେଲ୍ ଯାଇଥିଲେ? ଖ, ଅରୁଣ ତା ବାପାଙ୍କୁ କାହିଁକି ବ୍ରିଟିଶ ସରକାରଙ୍କ ଗୋଲାମ ବୋଲି କହିଛି? କ୍ୱେଶ୍ଚନ ନମ୍ବର 15ରେ ପିଲାମାନେ ଗୋଟିଏ ଅଜ୍ଞାତ ପଦ୍ୟାଂଶ ପଢ଼ିବ। ତାକୁ ପଢ଼ି ସାରିଲା ପରେ ତଳେ ଥିବା 1 ନମ୍ବର ବିଶିଷ୍ଟ 5ଟି ପ୍ରଶ୍ନ ଥିବ, ତାହାକୁ ତମେ ଉତ୍ତରରେ ଲେଖିବ। ପିଲାମାନେ ମନେ ରଖିବ, ଯେତେବେଳେ ଏହାର ଉତ୍ତର ଲେଖିବ ସେତେବେଳେ କବିତା ଆକାରରେ ନୁହେଁ, ଗଦ୍ୟ ଆକାରରେ ଲେଖିବ। ମୁଁ ଗୋଟିଏ ତମେ ଜାଣିବା ପାଇଁ କବିତାଟିଏ ଦେଇଛି, ତାହା ଭିଡ଼ିଓରେ ଅଛି ଏବଂ ତା ତଳରେ ଥିବା ପ୍ରଶ୍ନ ଏହିଭଳି। 1. କେତେବେଳେ ମାମୁଁଘର ଗାଁ ଦିଶେ? 2. କପୋତୀ କେଉଁଠାରେ ବାହୁନେ? 3. ହଲିଲା ପାଣିରେ କିଏ ମୁହଁର ଛାଇକି ଦେଖେ? 4. କିଏ ଘର ମଥାକୁ ଟପି ଗଲାଣି? 5. ଗ୍ରାମବଧୂ କେତେବେଳେ ଧୂଳିରେ ସଜଳ ଚରଣ ରେଖା ଆଙ୍କେ? କ୍ୱେଶ୍ଚନ ନମ୍ବର 16ରେ ଯେକୌଣସି ଗୋଟିକର ଆଧାରରେ ସର୍ଜନାତ୍ମକ ଲିଖନ ପ୍ରସ୍ତୁତ କର। ଏଥିପାଇଁ 4 ନମ୍ବର ରହିଛି। ଅର୍ଥ ହିଁ ଅନର୍ଥର ମୂଳ, କୁସୁମ ପରଶେ ପଟ ନିସ୍ତରେ। କିମ୍ବା ଏଇଟା ନ ଲେଖିଲେ ଆଉ ଗୋଟିଏ ମଧ୍ୟ ପଡ଼ିଥିବ, ନିମ୍ନ ଗଦ୍ୟାଂଶକୁ 1/3 ଶବ୍ଦରେ ପ୍ରକାଶ କର। ଏଥିରେ ଗୋଟିଏ ଗଦ୍ୟ ପଡ଼ିଥିବ, ତାହାକୁ 1/3 କରିବା ପାଇଁ ପଡ଼ିବ ପିଲାମାନେ। ଏବଂ ମନେ ରଖିଥାଅ ପିଲାମାନେ, 1/3 କରିସାରିଲା ପରେ ଶୀର୍ଷକ ଦେଇକି ତାର ଗୋଟେ ନାମକରଣ ମଧ୍ୟ କରିବାକୁ ଭୁଲିବ ନାହିଁ, କାରଣ ଏଥିରେ 4 ନମ୍ବର ରହିଛି। ପ୍ରଶ୍ନ ନମ୍ବର 17, ଚିକିତ୍ସା ପାଇଁ ଆର୍ଥିକ ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ଦରଖାସ୍ତ ଲେଖ, କିମ୍ବା ତୁମ ଜଣେ ବନ୍ଧୁଙ୍କ ମା ଅକାଳରେ ଇହଧାମରୁ ବିଦାୟ ନେଇଥିବାରୁ ତୁମ ବନ୍ଧୁଙ୍କ ନିକଟକୁ ଏକ ସାନ୍ତ୍ୱନାମୂଳକ ପତ୍ର ଲେଖ। ଏଥିପାଇଁ 5 ନମ୍ବର ରହିଛି। କ୍ୱେଶ୍ଚନ ନମ୍ବର 18, ଠିକ୍ ଉତ୍ତରଟି ବାଛି ଲେଖ। ପିଲାମାନେ ଏଥିରେ 11ଟି ସର୍ଟ କ୍ୱେଶ୍ଚନ ପଡ଼ିବ, 1 ନମ୍ବର ବିଶିଷ୍ଟ, ତେଣୁ 1 × 11 = 11 ନମ୍ବର ଏଥିରେ ରହିଛି। ଏଥିରେ ବିଟ୍ ରହିବ 11ଟି। ବିଟ୍ ନମ୍ବର 1ରେ ଫସର ଫାଟିବା, ଏହି ରୂଢ଼ିଟି କେଉଁ ଅର୍ଥକୁ ପ୍ରକାଶ କରୁଛି? ବ୍ରାକେଟରେ ଅଛି ସକାଳ ହେବା, ବ୍ୟର୍ଥ ହେବା, ସଫଳ ହେବା, ଫସଲ ନଷ୍ଟ ହେବା। ବିଟ୍ ନମ୍ବର 2, ଶୁଣିବାର ଇଚ୍ଛା, ଏହାକୁ ଏକ ପଦରେ ପ୍ରକାଶ କଲେ କ'ଣ ହେବ? ବ୍ରାକେଟରେ ଅଛି ଶୁଭେଚ୍ଛା, ଶୁଶ୍ରୂଷା, ଶୁଶ୍ରୂଷା, ଶ୍ଵଶୃଷା। ବିଟ୍ ନମ୍ବର 3, ଅନିଳର ପ୍ରକୃତ ଅର୍ଥ କେଉଁଟି? ନିଆଁ, ପବନ, ପାଣି, ସବୁଜିମାହୀନ। ବିଟ୍ ନମ୍ବର 4, ବୃଥା ପରିଶ୍ରମ କରିବା, ଏଥିପାଇଁ କେଉଁ ରୂଢ଼ିଟି ପ୍ରଯୁଜ୍ୟ?
ବ୍ରାକେଟରେ ଅଛି ଧୂଆଁ ଧରିବା, କୁହୁଡ଼ି ପହଁରିବା, ଅହନ୍ତା କରିବା, କପା ଖାଇରେ ପଶିବା। ବିଟ୍ ନମ୍ବର 5 କେଉଁ ଶବ୍ଦଟି ଠିକ୍? ସମ୍ମାନୀୟ, ସମ୍ମାନନୀୟ, ସମ୍ମାନୀୟ, ସମ୍ମାନୀୟ। ବିଟ୍ ନମ୍ବର VI ଅନୁଗ୍ରହର ବିପରୀତ ଶବ୍ଦଟି କ'ଣ? ବ୍ରାକେଟରେ ଅଛି ଆଗ୍ରହହୀନ, ନିଗ୍ରହ, ଅନୁରାଗ, ବିରାଗ। ବିଟ୍ ନମ୍ବର VII କେଉଁ ଶବ୍ଦଟି ଠିକ୍? ଯାତାୟତ, ଯାତାୟାତ, ଯାତୟତ, ଯାତାୟାତ। ବିଟ୍ ନମ୍ବର VIII ଐହିକ ଏହା ପାଇଁ କେଉଁ ବିପରୀତ ଶବ୍ଦଟି ପ୍ରଯୁଜ୍ୟ? ବ୍ରାକେଟରେ ଅଛି ଏହିକି, ଏକାକୀ, ଅନେକ, ପାରତ୍ରିକ। ବିଟ୍ ନମ୍ବର IX 80 ଏହାର ପ୍ରକୃତ ଅର୍ଥ କ'ଣ? ଅସ୍ତିତ୍ୱ, ଆସିବା, ଖଣ୍ଡା, ସଂଖ୍ୟାବିଶେଷ। ବିଟ୍ ନମ୍ବର X ଯାହାର ରୋଗ ନାହିଁ ଏହାକୁ ଏକ ପଦରେ ପ୍ରକାଶ କଲେ କ'ଣ ହେବ? ବ୍ରାକେଟରେ ଅଛି ନିରୋଗୀ, ରୋଗିଣା, ନିରୋଗ, ରୋଗାସକ୍ତ। ବିଟ୍ ନମ୍ବର XI ଅନ୍ଧ ବୁଝାମଣା ଏହା କେଉଁ ଅର୍ଥରେ ବ୍ୟବହୃତ? ବ୍ରାକେଟରେ ଅଛି ଅନ୍ୟାୟ ପାଉଣା, ଅନ୍ୟାୟ ବିଚାର, ଅନ୍ଧ ପରି ବିଚାର କରିବା, ଅନ୍ଧକୁ ବାଟ ଦେଖାଇବା। ପିଲାମାନେ ଏଥର ପୂର୍ବ ପରୀକ୍ଷାଠାରୁ ପ୍ରଶ୍ନପତ୍ର ଆସିବାରେ କିଛିଟା ପରିବର୍ତ୍ତନ ହୋଇଛି। ଏହାକୁ ଆଖି ଆଗରେ ରଖି ଏହି ସମ୍ଭାବିତ ପ୍ରଶ୍ନପତ୍ରଟି ମୁଁ ତମମାନଙ୍କ ପାଇଁ ପ୍ରସ୍ତୁତ କରିଛି। କିନ୍ତୁ ପ୍ରଥମରୁ କହି ରଖୁଛି ଏହା କେବଳ ସମ୍ଭାବିତ କିଛି ପ୍ରଶ୍ନ ମାତ୍ର। ପରୀକ୍ଷାରେ ଅବିକଳ ଏହି ପ୍ରଶ୍ନଗୁଡ଼ିକ ପଡ଼ିବ ନାହିଁ। କିନ୍ତୁ ଏହିଭଳି ପ୍ରଶ୍ନଗୁଡ଼ିକ ପ୍ରତି ପ୍ରସ୍ତୁତ ହେଲେ ଉତ୍ତର ଲେଖିବାକୁ ତମକୁ ସହଜ ହେବ। ସମସ୍ତ ଛାତ୍ରଛାତ୍ରୀଙ୍କୁ ଆଗାମୀ ପରୀକ୍ଷା ପାଇଁ ଢେର ସାରା ଶୁଭେଚ୍ଛା। ତୁମ ସମସ୍ତଙ୍କର ଭବିଷ୍ୟତ ଉଜ୍ଜ୍ୱଳମୟ ହେଉ ଏହା ହିଁ ମୁଁ ଆଶା କରୁଛି।